ମାନେ ଆଉ ବାକ୍ୟରୁ କିଛି ଅଂଶ ଦେଖିବା ଆଉ ଆପଣମାନେ ପାଇପାରିବେ। ପ୍ରଥମ ପିତର 5 ପର୍ବ 5ରୁ 9 ପଦ ପର୍ଯ୍ୟନ୍ତ କେହି ଜଣେ ଉଠି ଆଉ ପଠନ କରନ୍ତୁ। ସେହିପରି ହେ ଯୁବକମାନେ ତୁମେମାନେ ପ୍ରାଚୀନ ମାନଙ୍କର ବଶୀଭୂତ ହୁଅ। ହଁ ସମସ୍ତେ ପରସ୍ପର ପ୍ରତି ନମ୍ରତା ରୂପ ବସ୍ତ୍ର ପରିଧାନ କର। ହଁ କାରଣ ଈଶ୍ୱର ଅହଂକାରୀ ମାନଙ୍କର ପ୍ରତିରୋଧ କରି ନମ୍ର ଲୋକମାନଙ୍କୁ ଅନୁଗ୍ରହ କରନ୍ତି। ଅତଏବ ଈଶ୍ୱରଙ୍କ ବଳବନ୍ତ ହସ୍ତ ତଳେ ଆପଣା ଆପଣାକୁ ନତ କର, ଯେପରି ସେ ତୁମମାନଙ୍କୁ ଯଥା ସମୟରେ ଉନ୍ନତ କରିବେ। ତୁମମାନଙ୍କର ସମସ୍ତ ଚିନ୍ତାର ଭାର ତାହାଙ୍କ ଉପରେ ପକାଅ, କାରଣ ସେ ତୁମମାନଙ୍କ ନିମନ୍ତେ ଚିନ୍ତା କରନ୍ତି। ସଚେତନ ହୋଇ ଜାଗ୍ରତ ରୁହ। ତୁମମାନଙ୍କ ବିପକ୍ଷ ଶୟତାନ ସିଂହ ପ୍ରାୟ ଗର୍ଜନ କରି କାହାକୁ ଗ୍ରାସିବ, ଏହା ଖୋଜି ବୁଲୁଅଛି। ବିଶ୍ୱାସରେ ସ୍ଥିର ରହି ତାହାର ପ୍ରତିରୋଧ କର। ପୁଣି ଏହା ଜାଣ ଯେ ଜଗତରେ ଥିବା ତୁମମାନଙ୍କର ଭାଇମାନଙ୍କ ପ୍ରତି ଏହି ପ୍ରକାର ଦୁଃଖ ଭୋଗ ଘଟୁଅଛି। ହାଲେଲୁୟା ହାଲେଲୁୟା। ଯେହେତୁ ଯୁବକମାନଙ୍କର ସଭା ହେବା ହେତୁ ଆଉ ଏ ବାକ୍ୟ ଆପଣଙ୍କ ନିକଟରେ କିଛି ନୁହେଁ 10-15 ମିନିଟ୍ ଆଉ ମୁଁ କହିବା ପାଇଁ ଚାହେଁ ଯେ ଏ ପ୍ରକାର ଲେଖା ଅଛି, ହେ ଯୁବକମାନେ ତୁମ୍ଭେମାନେ ପ୍ରାଚୀନ ମାନଙ୍କର ବଶୀଭୂତ ହୁଅ। ସମସ୍ତେ ପରସ୍ପର ପ୍ରତି ନମ୍ରତା ରୂପ ବସ୍ତ୍ର ପରିଧାନ କର, କାରଣ ଈଶ୍ୱର ଅହଂକାରୀ ମାନଙ୍କ ପ୍ରତିରୋଧ କରି ନମ୍ର ଲୋକମାନଙ୍କୁ ଅନୁଗ୍ରହ କରନ୍ତି। ହାଲେଲୁୟା। ଆମମାନେ ଯୁବାମାନେ ଏବଂ ଯୁବତୀ ଅଧିକ ଭାବରେ ଯୁବାମାନଙ୍କୁ କହିବା ପାଇଁ ଚାହେଁ ଯେ ପରମେଶ୍ୱର ଆମମାନଙ୍କୁ ଗୋଟିଏ ବାକ୍ୟ ଦେଲେ ଯେ ପ୍ରାଚୀନ ମାନଙ୍କର ବଶୀଭୂତ ହୁଅ ଆଉ ପରସ୍ପର ପ୍ରତି ନମ୍ର। ନମ୍ରର ଅର୍ଥ କ'ଣ? ନମ୍ରର କହିଲେ କ'ଣ ବୁଝ? ମାନେ କିଏ ଗାଳି କଲେ ମଧ୍ୟ ସହ୍ୟ କରିବାଟା, ଭୁଲ ନଥିଲେ ମଧ୍ୟ ଆଉ ସହ୍ୟ କରିବାଟା। କିନ୍ତୁ ଆଜିକା ସମୟରେ ଆଉ ଆମମାନେ ଅନେକ ଯୁବତୀ ଅଛୁ ଯେ କେହି ଯଦି ଆମମାନଙ୍କୁ ଆଉ ପଦେ କୁହେ ଯେ ତୁ ଆଜି ଚର୍ଚ୍ଚ ଆସିବୁନୁ କି, ଯଦି କିଏ କୁହେ ତାହେଲେ ଆମମାନଙ୍କର ଜବାବ ରହୁଛି ଯେ ଆଉ ତୁ ପ୍ରଥମେ ଯା, ତାପରେ ମୁଁ ପରେ ଆସିବି। ମୁଁ ଅନେକ ଥର ଶୁଣିଛି ଆଉ ଅନେକ ଯୁବାମାନେ ଇଭେନ୍ ମୋ ସମୟରେ ମଧ୍ୟ ମୁଁ କରିଛି ଯେ ଅବାଧ୍ୟତା ଆମମାନଙ୍କର ଜୀବନରେ ଗୋଟେ ଜିନିଷ ରହିଯାଇଛି ଯେ ଅବାଧ୍ୟତା ଯେ ପ୍ରକାର ଯଦି କୌଣସି ଆଉ ପାଳକ ହୁଏ କି ମଣ୍ଡଳୀର ସମ୍ପାଦକ ହୁଏ କି କୋଷାଧ୍ୟକ୍ଷ ହୁଏ କି ପ୍ରଭୁଙ୍କର ଦାସ ଦାସୀ ମାନେ ହୁଅନ୍ତି, ଯେକୌଣସି ବ୍ୟକ୍ତି ପ୍ରଭୁଙ୍କର ସେବାରେ ଅଛନ୍ତି, ସେମାନେ ଯଦି ଆଉ ଗୋଟିଏ ଯୁବାକୁ ଉପଦେଶ ଯଦି ଦିଅନ୍ତି ତେବେ ସେହି ସମୟରେ ସେମାନେ ଆଉ ତୁଚ୍ଛ ବୋଧ କରନ୍ତି, ଅବାଧ୍ୟ ହୁଅନ୍ତି। କାହିଁକି ନା ବର୍ତ୍ତମାନ ସେମାନଙ୍କର ସମୟ ଚାଲିଛି କେଉଁ ବାଟରେ? ଅବାଟରେ। କାରଣ ସେମାନେ ଜାଣନ୍ତି ନାହିଁ, କାରଣ ଯୁବାମାନଙ୍କର ରକ୍ତ ଟିକେ ଗରମ ଥାଏ। ମୁଁ ଶୁଣିଛି ଏ ବିଷୟରେ ଯେ ଯୁବାମାନଙ୍କର ରକ୍ତ ଟିକେ ଗରମ ଥାଏ, ତେଣୁ ସେମାନେ ଟିକେ ଅନ୍ୟଠାରୁ ଶ୍ରେଷ୍ଠ ମନେ କରନ୍ତି। ଅନ୍ୟଠାରୁ
ବୟସ ପ୍ରାପ୍ତ ଲୋକମାନଙ୍କ ଠାରୁ ମଧ୍ୟ ଟିକେ ନିଜକୁ ଉଚ୍ଚରେ ଆଉ ବୋଲେ ଟିକେ ଶ୍ରେଷ୍ଠ ମନେ କରନ୍ତି। ସେମାନେ ଭାବନ୍ତି ଏବଂ ମୁଁ ମଧ୍ୟ ଭାବିଛି ଦିନେ ଯେ ମୁଁ ୟାର କଥା ଗୋଟେ ଶୁଣିବି କି, ଇଏ ମୋତେ କହିଲେ ମୁଁ ଆର କଥା ଗୋଟେ ଶୁଣିବି। ଏମିତି ଆମମାନଙ୍କର ମନରେ ଯୁବା ଯୁବତୀ ମାନଙ୍କର ମନରେ ଗୋଟେ ଚିନ୍ତା ଆସେ। ତେଣୁକରି ବାକ୍ୟରେ ଲେଖା ଅଛି, ହେ ଯୁବକ ମାନେ କାହାର ବଶୀଭୂତ ହୁଅ? ପ୍ରାଚୀନ ମାନଙ୍କର, ଯେଉଁମାନେ ବୃଦ୍ଧା ଅବସ୍ଥାରେ ଗଲେଣି। ବଶୀଭୂତ ମାନେ ଯଦି କୌଣସି ବୃଦ୍ଧ ବ୍ୟକ୍ତି ଜଣକୁ କହିବ, ବାପରେ ମୋତେ ଟିକେ ଏଇ ଜିନିଷରେ ମୋତେ ଟିକେ ସାହାଯ୍ୟ କରେ, ଆମେ କ'ଣ ଜବାବ ଦଉଛୁ? ମାନେ ଆମର ଓଡ଼ିଆ ଇଏରେ ମୋତେ ବିରକ୍ତ କରିଦେଉଛି, କୁଆଡ଼େ ଗୋଟେ ପଳେଇ ଆସିଛି ବୃଦ୍ଧା ଲୋକ, ବୁଢ଼ା ଲୋକ, ସବୁବେଳେ ମୋତେ ବିଜାର ଖିରିଖିରି। ମାନେ ଆମମାନଙ୍କର ଜୀବନରେ ଶାନ୍ତିରେ ରହିପାରିବୁନୁ ଆମେ, ଯେତେବେଳେ ବି ଆମମାନଙ୍କର ଜୀବନରେ ଶୈତାନ କାର୍ଯ୍ୟ କରୁଅଛି। ଆମେ ଯୁବା ଅବସ୍ଥାରେ, ଯୁବତୀ ଅବସ୍ଥାରେ ଆମେ ଜାଣୁନୁ ଯେ ଆମେ କାହାକୁ ସ୍ଥାନ ଦେଇଅଛୁ। ପରମେଶ୍ୱର ଯଦି ଗୋଟେ ଯୁବାକୁ ଧରନ୍ତି ଆଉ ଯୁବାର ଅନ୍ତରରେ ବାସ କରନ୍ତି, ତାହେଲେ ସେ କ'ଣ ପ୍ରାଚୀନ ମାନଙ୍କର ବଶୀଭୂତ ହେବ ନାହିଁ? ନିଶ୍ଚୟ ହେବ। ଯଦି ଯେଉଁ ଯୁବା ପାଖରେ ପରମେଶ୍ୱର ଅଛନ୍ତି, ସେ କେବେ ମଧ୍ୟ ବୃଦ୍ଧ ମାନଙ୍କୁ ବା ବିଧବା ମାନଙ୍କୁ ବା ତାଠାରୁ ଯିଏ ବଡ଼ ତାକୁ କେବେ ମଧ୍ୟ ତୁଚ୍ଛ କରିବ ନାହିଁ। କାହିଁକି ନା ସେ ଜାଣିଛି ନମ୍ରତା ଜୀବନ କ'ଣ, ବଶୀଭୂତା କ'ଣ। ପ୍ରଭୁ ତାର ଅନ୍ତରରେ ସମସ୍ତ ବିଷୟ ଜଣାନ୍ତି। ଆଉ ଆପଣମାନେ ପାଇପାରିବେ ଗୋଟେ ବାକ୍ୟ ପଢ଼ିବା, ଆଉ ହିତୋପଦେଶ 20ର 29। ହାଲେଲୁୟା। ଯୁବାମାନଙ୍କର ବଳ ସେମାନଙ୍କର ଭୂଷଣ। ଗୋଟେ ପ୍ରଶ୍ନ ଆପଣମାନଙ୍କ ପାଇଁ, ଯେ ଯୁବାର ବଳ କ'ଣ? ଗୋଟିଏ ଯୁବା ମନୁଷ୍ୟ ତାର ବଳ କାହା ଉପରେ ସେ ବଳ କରିପାରିବ? ଆଜିକା ଡେଟ୍ରେ ଆଉ ଅନେକ ଯୁବାମାନେ ବଳ କରନ୍ତି ମଦ୍ୟପାନକୁ, ଆଉ ଖଇନି, ଗଞ୍ଜେଇ ଇତ୍ୟାଦି ପ୍ରକାର ନିଶା ଦ୍ରବ୍ୟ ଉପରେ ସେମାନେ ବଳ ବୋଲି ଭାବନ୍ତି। ମୋତେ ନ ଖାଇଲା ପର୍ଯ୍ୟନ୍ତ ଆଉ ଟିକେ ମୁଣ୍ଡ ଟିକେ ଝାଇଁ ଲାଗୁଛି, ମୋତେ ନ ଖାଇଲେ ହବ ନାହିଁ। ମାନେ ସେମାନେ ନିଶା ଦ୍ରବ୍ୟ ଉପରେ ଏତେ ନିର୍ଭର କଲେ ଯେ ସେମାନଙ୍କର ସମସ୍ତ କାର୍ଯ୍ୟ ନିଶା ଦ୍ରବ୍ୟ ଉପରେ ନିର୍ଭର କରୁଛି। ସେମାନେ ପୁରା ନିଶା ଦ୍ରବ୍ୟ ଉପରେ ଆଉ ନିଜକୁ ସମର୍ପଣ କରିଦେଇଛନ୍ତି। କିନ୍ତୁ ପରମେଶ୍ୱର ଏଠାରେ ଗୋଟେ ବାକ୍ୟ ଅଛି, ହିତୋପଦେଶ 20ର 29 ପଦ ଲେଖା ଅଛି, ଯୁବାମାନଙ୍କର ବଳ ସେମାନଙ୍କର ଭୂଷଣ। ଆମର ବଳ କିଏ ହେବା ଆବଶ୍ୟକ? ଗୋଟିଏ ଯୁବା ହଉ, ଯୁବତୀ ହଉ, ବାପା ହଉ, ମା ହଉ, ଛୋଟରୁ ବଡ଼, ଆମମାନେ ଶିକ୍ଷା କରିବା ଆବଶ୍ୟକ ଅଟେ ଯେ ଆମମାନଙ୍କର ବଳ କିଏ। ବାକ୍ୟରେ ଲେଖା ଅଛି, ଗୀତ ସଂହିତା ଆଉ 47ର 1 ପଦ, ଆମମାନଙ୍କର ବଳ କିଏ? ହଁ, 46ର 1 1।
ଦୁର୍ଦ୍ଦଶା କାଳରୁ। ଅତି ନିକଟବର୍ତ୍ତୀ ସହାୟ। ହାଲେଲୁୟା। ଗୋଟେ ବିଷୟ ବାକ୍ୟରେ ମଧ୍ୟ ଉଲ୍ଲେଖ ଅଛି, ଯଦି କୌଣସି ମାତା ଆଉ ତାର ପୁତ୍ରକୁ ଯଦି ଛୋଟରୁ ଶାସନ କରି କରି ଆସେ, ସେ ପୁଣି ବୃଦ୍ଧ ହେଲେ ଯାଇ ମାନେ ଯେଉଁ ଶାସନ ଯେଉଁ ଶିକ୍ଷା ସେ ପାଇଅଛି ସେଥିରୁ ସେ ପଶ୍ଚାତଗାମୀ ହେବ ନାହିଁ, ମାନେ ଅହରିବ ନାହିଁ। କିନ୍ତୁ କେତେକ ମା ମାନେ ଅଛନ୍ତି ଯେ ପୁତ୍ରମାନଙ୍କୁ ଶାସନ କରନ୍ତି ନାହିଁ। ବାକ୍ୟରେ ମଧ୍ୟ ଲେଖା ଅଛି, ଯଦି ଆମର ଯଦି ପୁତ୍ରଙ୍କ ପ୍ରତି ଯଦି ଶାସନ ନାହିଁ, ତାହେଲେ ଆମମାନେ ପ୍ରେମ କରୁନାହୁଁ। କାରଣ ପ୍ରଭୁ ଯଦି କାହାକୁ ପ୍ରେମ କରନ୍ତି, ଡେଫିନେଟଲି ତାହାକୁ ଶାସନ କରନ୍ତି। ଗୋଟେ ଅବାଟରେ ଯାଉଥିବା ପୁତ୍ରକୁ ଶାସନ ନିହାତି ଆବଶ୍ୟକ ଅଟେ। ଯେଉଁ ପର୍ଯ୍ୟନ୍ତ ତାକୁ ଶାସନ କରାଯାଇ ନାହିଁ, ସେଇ ପର୍ଯ୍ୟନ୍ତ ଆଉ ସେ କେବେ ମଧ୍ୟ ପରମେଶ୍ୱରଙ୍କ ନିକଟକୁ ଆସିପାରିବ ନାହିଁ। କେବଳ ପୁତ୍ର ବୋଲି ନାହିଁ, ଆଉ ପୁତ୍ରୀ ମଧ୍ୟ, ଝିଅମାନେ ମଧ୍ୟ। କାହିଁକି ଆମେ ସ୍ୱଚକ୍ଷୁରେ ଦେଖୁଅଛୁ ଯେ ଝିଅମାନେ ଆଉ କହିବା କଥା ତ ନାହିଁ, ଜଣ ଜଣକୁ ଭଲ ପାଇ ଚାଲିଯାଆନ୍ତି। ସେତେବେଳେ ମା ବସିଥାଇ କାନ୍ଦେ। କାହିଁକି କାହିଁକି କାନ୍ଦେ? ଆକ୍ଚୁଆଲି ଏଇଟା ମାର ଭୁଲ। ଯଦି ମା ଯଦି ତାକୁ ଶିକ୍ଷା ଦେଇଥାନ୍ତା ଛୋଟରୁ, ତାହେଲେ ସେଇ ଝିଅ ତା ଆଖିରେ ଦୁଃଖ ଦେଇନଥାନ୍ତା। ସେ ଯିବା ପୂର୍ବରୁ କି ଗୋଟିଏ ପୁତ୍ର ଯିବା ପୂର୍ବରୁ ସେ ନିଶ୍ଚୟ ରୂପେ ତାର ମାର ମୁହଁକୁ ପ୍ରଥମେ ରଖିବ, ଯେ ମୁଁ ଯଦି ସେମିତି କାର୍ଯ୍ୟ କରିବି ତାହେଲେ ମୋ ମା ଏତେ ମୋତେ ପ୍ରେମ କରିଛି, ଶାସନ କରିଛି, ତାର ସବୁ ବୃଥା ହେଇଯିବ। ସେ ଝିଅ ନିଶ୍ଚୟ ଦିନେ ବିବେଚନା କରିବ। ଆଉ ଯଦି ଆମେ ଝିଅ ପୁଅକୁ ଏ ପ୍ରକାର ଯଦି ଛାଡ଼ିଦେବା, ତାହେଲେ ନିଶ୍ଚୟ ଯେ ବାପା ମା ଦୁଃଖ ପାଇବେ, ନିଶ୍ଚୟ ପାଇବେ। ତେଣୁ ଆମମାନେ ଯେହେତୁ ଯୁବା, ଆମମାନଙ୍କର ଜୀବନରେ ନିଶା ଦ୍ରବ୍ୟ ନ ହେଉ, ଖଇନି, ଗୁଟକା, ସିଗାରେଟ, କିଏ ତ ମୁଁ ମଧ୍ୟ ସିଗାରେଟ ଟାଣିଛି, ସତ କହୁଛି। କିନ୍ତୁ ପ୍ରଭୁଙ୍କର ଅନୁଗ୍ରହ ଯେ ସେଇ ସବୁଠାରୁ ପ୍ରଭୁ ମୋତେ ପୃଥକ କରିଛନ୍ତି। ଗୋଟେ ବଢ଼ିଆ ବିଷୟ ଆପଣମାନଙ୍କ ଠାରେ ରଖିବାକୁ ଚାହେଁ ଯେ ହିତୋପଦେଶ 21:16 ପଦରେ ବହୁତ ବଡ଼ ବିଷୟ, ଭଲ ବିଷୟ ଲେଖା ଅଛି। ଆଉ ଆପଣମାନେ ଟିକେ ପଢ଼ି ଦିଅନ୍ତୁ। ଯେ ବୁଦ୍ଧିର ପଥ ଛାଡ଼ି ଭ୍ରମଣ କରେ, ସେ ପ୍ରେତମାନଙ୍କ ସଭାରେ ବାସ କରିବ। ହାଲେଲୁୟା। ଯେ ବୁଦ୍ଧିର ପଥ ଛାଡ଼ି ଭ୍ରମଣ କରେ। ବୁଦ୍ଧିର ପଥ କ'ଣ ନା, ବୁଦ୍ଧିର ପଥ ହେଉଛି ପରମେଶ୍ୱର। କାରଣ ଯୀଶୁ ଖ୍ରୀଷ୍ଟ ନିଜେ କହିଲେ ଯେ ମୁଁ ପଥ, ସତ୍ୟ ଓ ଜୀବନ। ତେଣୁକରି ଯେଉଁମାନଙ୍କର ପଥ ବୁଦ୍ଧିର ପଥ ଛାଡ଼ି ଭ୍ରମଣ କରେ, ସେ ପ୍ରେତମାନଙ୍କ ସଭାରେ ବାସ କରେ। ପ୍ରେତମାନେ ଆଉ ଶୟତାନର ଦୂତମାନେ, ଯେଉଁମାନେ କି ଆମେ ଗାଁ ଗହଳିରେ ଜାଣୁଛୁ ଯେ ଭୂତ ୟା ନାଁରେ ତା ନାଁରେ କହିକି ଇଏ ଆସିଥିଲା, ଭୂତ ହେଇକି ସେ ଆସିଥିଲା, ସେମିତି ନାହିଁ। ମୁଁ ଆପଣମାନଙ୍କୁ କ୍ଲିୟର କରିବାକୁ ଚାହେଁ ଯେ ଜଣେ ବ୍ୟକ୍ତି ଯଦି ମରୁଅଛି, ତାର ଆତ୍ମା ଡାଇରେକ୍ଟ ପରମେଶ୍ୱରଙ୍କ ନିକଟକୁ ଚାଲିଯାଏ। ସେ ଆଉ ଏ ପୃଥିବୀରେ ରୁହେ ନାହିଁ। ତାର ରୂପରେ ଶୟତାନ
आपण मानकु फांदरे पकाए जे मु आसीची मो बुढ़ा मो बुढ़ीमा ए प्रकार अनेक कथा अछि जड़े युवा बुद्धिर पथ जदि छाड़ी की जाउछि ताले से प्रेत मानक सभारे बसे तेणु करी आमाने चिंता करिबा आवश्यक जे युवा माने जेते जण आमाने अबाटरे जाउछु मंद कार्य करूछु आउ निश्चय आमानक पई परमेश्वर गोटे जिंस रखि अछंती शेष पद मु कोई की समाप्त करिवि आपण माने पाई परिबे एत पदेश 11 आउ 9 सॉरी उपदेशक 11:9 हे जुबालक हाँ तुमे अपना यौवन अवस्था रे आनंद कर हाँ ओ यौवन काल रे तुमरो चित्त तुमको हुष्ट कर हाँ सती था हे जुवा लोक तुम्बे अपना यौवन अवस्था रे आनंद कर ओ यौवन काल रे तुम्बर चित्त तुमको हृष्ट करू पुणी अपना मनर गति रे ओ अपना चक्षुर दर्शन रे चल हालेलुया जड़े युवा को अधिकार अच्छी जे से निज इच्छा रे चली पारिबो निजे आउ सिगरेट मध्य टाणी पारिबो जड़े युवती जनकु भल पाई पारिबो जड़े युवा जनकु भल पाई पारिबो अधिकार अच्छी से मानकर स्वाधीनता अच्छी समस्तकर आउ जड़े युवा लुचि लुचि खैनी मध्य खाई पारिबो के न जानिला परी कि लुचि लुचि मद मध्य पी पारिबो के न जानिला परी आउ चर्चर मध्य साधु सहित आसिक पशि पारिबो तार अधिकार अच्छी किंतु वाक्य कहे मात्र परमेश्वर एई सब विषय धरी तुमको विचार रे आनिबे एहा तुमे ज्ञात हो हालेलुया आमे समस्त विषय करि परिबा सो इच्छा रे जणको मारी परिबा जणको भल पाई परिबा जणको नेई कि पळेई मध्ये जीवा सब अधिकार अछि काहे कि ना प्रभु हमकु वर्तमान स्वाधीनता दैछन्ते आमे सब किछ करि परिबा किंतु एहा मध्ये आमाने जानिबा आवश्यक जे जदि आमे कौनसी पाप करियछु भूल करियछु ताले निश्चय परमेश्वर आमानकु शेषरे विचार करिवे आ सेई समय ना आपण मानकु जाको आपण माने नेइथिले से बंचाई पारिबो ना आपण मानकर जागतिक ज्ञान बंचाई पारिबो ना आपण मानकर कोनोसी मद बंचाई पारिबो ना टंका बंचाई पारिबो कोनोसी प्रकार जिनिस आपण मानको बंचाई पारिबो नै सेई दिन समस्तकर युवा युवती मानकर विचार हेबो एति कोइ मोर आउ वक्तव्य शेष करूछि मु छटे पदे प्रार्थना करिबि तापरे समाप्त करबि पवित्र पवित्र मंगलकारी जीवित परमेश्वर प्रभु तुम्हारी महत्व नाम को धन्यवाद दूची गौरव पूजा प्रशंसा करुची प्रभु तुम्हें आम को दया कल अनुग्रह कल साहाय्य कल अनेक लोक माने प्रिय प्रभु अनेक युवा युवती माने प्रभु विजाति माने प्रभु ये सुंदर सुजोग पाई ना किंतु तुम्हें मानकर निज निजर पाप स्वीकार करने निमंते पाप अर्पण करने निमंते पापरु शुचि हेबा निमंते पापरु पृथक हेबा निमंते प्रभु एक उत्तम और सुंदर सुजोग दे अछि तुमर सानिध्य बसवा अनुग्रह करियछ प्रभु तेणु तुम नाम रे धन्यवाद देउछि हे प्रिय प्रभु आजिर सभा को तुम हस्ते समर्पण करुछु तुम्हें दया कर अनुग्रह कर साहाय्य कर आगामी कार्य मान प्रभु सुंदर भाव में हो पार प्रत्येक जे प्रकार प्रभु हाँ परमेश्वर प्रभु
ନିଜ ନିଜର ଇଚ୍ଛା ନୁହେଁ ପ୍ରଭୁ, ତୁମରି ଇଚ୍ଛାରେ ଯେ ପ୍ରକାର ଚାଲିପାରିବେ ଏଥିପାଇଁ କରୁଣା କର, କୃପା କର। ପ୍ରତ୍ୟେକଙ୍କ ଅନ୍ତରରେ ତୁମେ କଥା ହୁଅ, ସେମାନଙ୍କର ଭୁଲ, ହଁ ପ୍ରଭୁ ପାପ ଯେ ପ୍ରକାର ନିଜେ ନିଜେ ତୁମଠାରେ ସମର୍ପଣ କରିପାରିବୁ, ବିବେଚନା କରିପାରିବୁ, ଏ ପ୍ରକାର ତୁମେ ଅନୁଗ୍ରହ ପ୍ରଦାନ କର। এই অল্প চিন্তাধারারে পরমেশ্বর আমার সমস্তকে তুমি আশীর্বাদ কর। যে বাক্য দেল তা যে প্রকার হ্যাঁ পরমেশ্বর প্রত্যেক সময়ের ব্যবহৃত হয়ে পারিব, এথিপাই তুমি আশীর্বাদ কর। ওমানকর সাঙ্গে সাথে রই আরম্ভর শেষ পর্যন্ত কথা কুহ, সাথী রুহ বলি শীঘ্র আসুথিবা বিচারকর্তা নাজরিত যিশুଙ୍କ ନାମରେ ମାଗିତ। ଆମେନ୍। ଧନ୍ୟବାଦ।